रुंगटा कंपानी आज जो जमी उपर छेड़ा से जमीर मालिक माने से जमीर जो माने स्वत्वाधिकारी अच्छा से आज जिलापाल कार्यालय निजर हक आसी छिड़ा होती गोटे दाबी जहाँ पूर्वर आम देखलु पूर्वर जहाँ आप देखु रुंगटा कंपानी सम्मुखें से धारणार बसते कंपानी कर्तृपक्ष सहित आलोचना करते आज सीधासख आसुच्च नूतन जिलापाल भाव जो आशीष पटेल आसिक पहुंची आशीष पटेल योगदान करने प्रथम थर आसिक पहुंची जे तांकर जो क्षतिग्रस्त प्रजा संघ जो मान अच्छा जो मानकर जमीन आज रुंगटा कंपानी छिड़ा होती से जमीर मालिक माने जिते ट्रक आणिकी निजर जीविका निर्वाह कर कंपानी से सहित विभिन्न आड़ देखाई ट्रक को कंपानी मध्य लगाऊ ना बाहर गाड़ी को जिते लगौची जेते स्थानीय आदिवासी हिसाब से स्थानीय जनसाधारण हिसाब से क्षतिग्रस्त हिसाब से क्षोभ प्रकाश करवाटा निहाती भावे गोटे प्रश्नवाची सृष्टि होती जे कहीं रुंगटा कंपानी करुचे प्रकृत में कारण कौन बहु बार आपड़ बसिले आम देखु आप धारणा बस रुंगटा कंपानी की लिखित जानुंट प्रशासन सहित बसुँच कि भी रुंगटा कंपानी निज जहाँ मनमानी करते आगु बर्तमान से स्थानीय मालिक मान प्राधान्य दि जाए कारण कौन भावुं ସେମାନଙ୍କର ଗୋଟେ ମନମୁଖୀ ଆଜ୍ଞା ଚାଲିଛି ଆଉ ସେମାନେ କୌଣସି କଥାଟାକୁ ଶୁଣିବାକୁ ଚାହାନ୍ତି ବାରମ୍ବାର ପ୍ରଶାସନ ସାଙ୍ଗରେ ବସିବା ନିଜେ ବସିବା ସବୁଥିରେ ସେମାନେ ମନମୁଖୀ ଚାଲିଛନ୍ତି ଯଦି ଏଥିରେ କିଛି ସେମାନେ ଆମେ କଲେକ୍ଟର ମହୋଦୟଙ୍କୁ ସବୁ କଥା କହିଛୁ ଯଦି କଲେକ୍ଟର ମହୋଦୟ ଆମ କଥାକୁ ଯାହା ହଉ ବି ସେମାନେ କଲେକ୍ଟର ଆମ କଥାକୁ ଶୁଣିଛନ୍ତି ତାପରେ କଣ ହଉଛି ସେ କଲେକ୍ଟର ମହୋଦୟ ଯଦି ଆମର କଥା କିଛି ନ ଶୁଣନ୍ତି ତାହେଲେ ଆମେ ବାଧ୍ୟ ହୋଇକିନି ଆତ୍ମହତ୍ୟା ଦେବାକୁ ବାଧ୍ୟ ହବୁ ଆଉ ତେବେ ସବୁଠାରୁ ଗୋଟେ ବଡ କଥା ହଉଛି କିଛି ଦିନ ପୂର୍ବରୁ ଆଉ ଗୋଟିଏ ଆସୋସିଏସନ ଆସିଥିଲେ ଏବଂ ସେମାନେ ଗୋଟେ ଅଭିଯୋଗ କରୁଥିଲେ ଯେ ରୁଙ୍ଗଟା କମ୍ପାନୀ ବିଷୟରେ ଏବଂ ଆପଣ ଆସୁଛନ୍ତି ତ ମତେ କୁହନ୍ତୁ ପ୍ରକୃତରେ ରୁଙ୍ଗଟା କମ୍ପାନୀର ଜମିହନ ପ୍ରଜା ଯୋଉମାନେ ଅଛନ୍ତି ବା ଯୋଉମାନଙ୍କର ଜମିରେ ଆଜି ରୁଙ୍ଗଟା କମ୍ପାନୀ ଚାଲିଛି ସେମାନେ ବ୍ରାହ୍ମଣ ଟ୍ରକ୍ ଆସୋସିଏସନ କର୍ମକର୍ତ୍ତା ବା ଅନ୍ୟ ଯୋଉ ସଂସ୍ଥା ଅଛି ସେମାନେ ହଉଛନ୍ତି କ୍ଷତିଗ୍ରସ୍ତ ନାଇଁ ଆମର ବ୍ରାହ୍ମଣ ଟ୍ରକ୍ ଆସୋସିଏସନ ହଉଛି ଜମିହରା ପ୍ରଜା ମାନଙ୍କର ଆସୋସିଏସନ ସେ ଲୋକାଲ ଆସୋସିଏସନ ଆମେ ଯୋଉ ରୁଙ୍ଗଟାକୁ ଜମି ଦେଇଥିଲୁ ଯେ ଖାଲି ଆମେ ଚାକିରି କରି ବୋଲି ଦେଇନୁ କିଛି ଟ୍ରକ୍ ମାଧ୍ୟମରେ ନବୁ କିଛି କଣ୍ଟ୍ରାକ୍ଟର ମାଧ୍ୟମରେ ନବୁ କିଛି ଚାକିରି କରିବୁ ମାନେ ଚାରି ଚତୁର୍ପାର୍ଶ୍ୱ ଲୋକ ସେଇ ଆଶାରେ ଦେଇଥିଲୁ ତେଣୁ ଆମେ କିଛି ଗାଡି କରୁଛୁ ଯୋଉଆଡେ ଗାଡି ଗୁଡାକ ଆମର ଲଗେଇବା ପାଇଁ ଚେଷ୍ଟା କରୁଛୁ ସେ ମନମୁଖୀ କରୁଛି ବାରମ୍ବାର କଲେକ୍ଟରଙ୍କୁ ଦେଖା କରିଲା ପରେ ବି ଆମେ ବିଫଳ ହଉଛୁ ଆଜି ଯୋଉ ନୂଆ କଲେକ୍ଟର ସାର୍ ଆମର ଆସିଛନ୍ତି ଏଇ ସାର୍ ମହୋଦୟଙ୍କୁ ଅଶେଷ ଧନ୍ୟବାଦ କହିଲେ ରୁଙ୍ଗଟା ବାଲାଙ୍କୁ ଡାକି ଆପଣ ମାନଙ୍କୁ ଡାକି ତାର କିଛି ସମାଧାନ ବାଟ କରିବୁ ଯାହାଫଳରେ ଆପଣ ବଞ୍ଚିବେ ପ୍ରଶାସନ ବଞ୍ଚିବ ପ୍ଲସ କମ୍ପାନୀ ବଞ୍ଚିବ ସେ ନିହାତି ଭାବେ ନୂତନ ଜିଲ୍ଲାପାଳ ଆସିଛନ୍ତି ଗୋଟେ ସୁନ୍ଦର କଥା କହିଛନ୍ତି ଯେ ଯେଉଁମାନେ କ୍ଷତିଗ୍ରସ୍ତ ପ୍ରଜା ଯେଉଁମାନଙ୍କର ଜମିରେ ଆଜି ରୁଙ୍ଗଟା କମ୍ପାନୀ ଛିଡା ହେଇଛି ସେମାନେ ବଞ୍ଚିବା ସହିତ କମ୍ପାନୀ ବଞ୍ଚିବ ଏବଂ ସମସ୍ତେ ସୁରୁଖୁରୁରେ କିଭଳି ଚଳଣି ହବ ତାର ପ୍ରଶାସନ ଦାୟିତ୍ୱ ପ୍ରକୃତରେ କେତେ ଟଙ୍କା ବର୍ତ୍ତମାନ ଦଉଛି ଟ୍ରକ୍ ମାଲିକଙ୍କୁ ଏବଂ କେତେର ଆବଶ୍ୟକ ଅଛି ଦବାର ଆଜ୍ଞା ବର୍ତ୍ତମାନ ଯୋଉ ରେଟ୍ ମିଳୁଛି ସେଇ ରେଟ୍ ରେ ଆମେ ଗାଡିକୁ ସର୍ଭାଇଭାଲ କରିବାକୁ ବହୁତ କଷ୍ଟ ହେଇ ପଡୁଛି ଇଏମଆଇ ଦବା କି ଗାଡିର ଆମ ପରିବାର କ୍ଷତି ପ୍ରତିପୋଷଣ କରିବା ସେ ଆଜିକା ଡେଟ୍ ବହୁତ କଷ୍ଟସାଧ୍ୟ ହେଉଚି ତ ବର୍ତ୍ତମାନ ଆପଣ କେତେ ଟଙ୍କା ହବା ବୋଲେ ଆପଣଙ୍କୁ ସୁବିଧା ହେବ ବୋଲି ଆପଣ ଭାବୁଛନ୍ତି ବର୍ତ୍ତମାନ ସମୟରେ ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଏସଟିଏ ର ଯୋଉ ରେଟ୍ ଅଛି ସେଇ ରେଟ୍ ଯଦି ଆମକୁ ମିଳି ପାରନ୍ତା ତ ଆଜିକା ଡେଟ୍ ରେ ଆମ ପରିସ୍ଥିତି ହୁଏତ କିଛି ସଚ୍ଛଳ ହେଇପାରନ୍ତା ସରକାରଙ୍କ ରେଟ୍ ଅଛି ପର ଟନ୍ ପର କିଲୋମିଟର 6.51 रुपीस पर किलो जदि सही रेट रे मिलिबा आपनको सुविधा हबो किंतु कंपनी बाहर गाड़ी की अधिक पैसा दउची जहां अभियोग आपण माने करछन बा जहां पूर्व मत अभियोग आछी स्थानीय जो मान अछन से मानकु कम पैसा देखउची ई जो फरकटा रहउची कारण कोन रहउची आ भीतर कारण कंपनी आउ कंपनी रो मधुचंद्रिका चलीची सेठे कंपनी जो जाउची पैसा से रुंगटा कंपनी रो ता निजस्व प्लांट रो जेतबे आसुची बडविल एठिकी अधिक पैसा दउची किंतु हमको एठू सेठिकी नवा पाई तार अधा पैसा दउची तार कारण आमे भी निजे भी बुझी पारु ना हम तांको अधिक भी केबे डिमांड करि नाउ हमको जेतिकी पैसा सेठू तमे दउचो सेकड़ गाड़ी को हमको सेतिकी पैसा सेठिकी जिया पाई दियो हमर दाबी हम सेहीटा ही करछु गत थर ए दाबी नै कि पूर्वतन विधायक सुधीर सामल मध्ये आंदोलन आपण सहित थिले आंदोलन पर किछि फलप्रद हला ना आंदोलन पर किछि नै हमको से गुटे डेट देथिले आसी करी रुंगटा कंपनी आ पूर्वतन कलेक्टर जिलापाल महोदय साथी रे गोटे डेट फिक्स कर दिले 16 तारिख आसी करी डिस्कशन करया पय तापर किछि कारणवशत सेटा पोस्टपोन करले सेटू डेट राइज करले 23 तारिख को
23 ତେଣୁ ତାରିଖ ମତଲବ ଯଦି କହିବା ଏମିତି ଡେଟ୍ ପର ଡେଟ୍ ଚାଲିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ନାହିଁ। ସମାଧାନ ହେଇପାରୁନି ନୂତନ ଜିଲ୍ଲାପାଳ ଆସନ ସମାଧାନ ସେ କରିବେ ଆମକୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୁତି ଦେଇଛନ୍ତି। ତ ନିହାତି ଭାବେ ଗୋଟେ କଥା କହିବା ଯେ ବ୍ରାହ୍ମଣୀ ଟ୍ରକ୍ ଆସୋସିଏସନ ଯୋଉମାନେ କର୍ମକର୍ତ୍ତା ଅଛନ୍ତି ବା ଯୋଉମାନଙ୍କୁ ଆପଣ ଏଇଠି ଦେଖୁଛନ୍ତି ଏବଂ ୟାଙ୍କ ବାଦ ବହୁ କର୍ମକର୍ତ୍ତା ମଧ୍ୟ ଅଛନ୍ତି ଯୋଉମାନେ ଆସିପାରୁନାହାନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ। ପ୍ରକୃତରେ ଏଇମାନଙ୍କ ଜମିରେ ହିଁ ରୁଙ୍ଗଟା କମ୍ପାନୀ ଆଜି ଛିଡା ହୋଇଛି ଏବଂ ଏଇମାନଙ୍କ ଜମିରେ ରୁଙ୍ଗଟା କମ୍ପାନୀ ଗଢି ତୋଳିଲା ପରେ ଆଜି ସେ ଲାଭବାନ ହେଇଛି। ତେଣୁ ଏମାନେ ଯେତେବେଳେ ନିଜର ହକ୍ ପାଇଁ ନିଜର ଦାବି ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପର୍ଯ୍ୟାଲୋଚନା ଧାରଣା ଏସବୁ ସରିବା ପରେ ନୂତନ ଜିଲ୍ଲାପାଳ ଭେଟିଛନ୍ତି। ନିଶ୍ଚିନ୍ତ ଭାବେ ଆମେ ମଧ୍ୟ ଆଶା ରଖିବା ଯେ ନୂତନ ଜିଲ୍ଲାପାଳ ଆଶିଷ ପାଟିଲ ମହୋଦୟ ନିଶ୍ଚିନ୍ତ ଭାବେ ଏମାନଙ୍କର ଏବଂ ରୁଙ୍ଗଟା କମ୍ପାନୀ ମଧ୍ୟରେ ଗୋଟେ ଯୋଗସୂତ୍ର ସ୍ଥାପନ କରିବେ ଏବଂ ଏମାନଙ୍କୁ କିଭଳି ଉଚିତ କ୍ଷତିପୂରଣ ମିଳିବ ଏବଂ ଉଚିତ ପ୍ରାପ୍ୟ ମିଳିବ ତାଙ୍କର ଟ୍ରକର ଏମାନେ ମଧ୍ୟ ନିଜ ରୋଜଗାର କିଭଳି କରିପାରିବେ ତା ପାଇଁ ସୁବ୍ୟବସ୍ଥା କରିବେ। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଚାଳକ ଲକ୍ଷ୍ମୀକାନ୍ତ ସାହୁ, ରିପୋର୍ଟର ଷ୍ଟୁଡିଓ।